ଆଜି ଗୋଟେ ପୁଅଙ୍କ ଲାଇଫରେ ଦୁଃଖ ଭରା କୌଣସି ଜାଗାରେ ସକ୍ସେସ ନାହିଁ। କାହାକୁ ଦୋଷ ଦବ? ସେ ଭଲ ପାଇବା ଦୋଷ ଦବ ଯାହାକୁ ଭଲ ପାଉଥିଲା। ତାକୁ ରାଣ୍ଡି ମେନସନ କରି ରଖିଥାନ୍ତା ଷ୍ଟାଟସ ଇନଷ୍ଟାଗ୍ରାମ ହଉ କି ହ୍ୱାଟ୍ସଆପ ହଉ କି ଫେସବୁକ ରେ ହଉ। ତା ଫଟୋ ଭିଡିଓ କଣ ନାହିଁ? ଆମେ କହୁନୁ, ମୁଁ କହୁନି ଖରାପ ଭିଡିଓ କି ଖରାପ ଫଟୋ ମତେ ସେ ଦେଇଛି। ଏଇ ଜମାନା ଚାଲିଛି ନା, ରଖିଥାନ୍ତା ନା ମେନସନ କରିକି। ସେଇଟା କେବେ ମୁଁ କରିନି। କାହିଁକି ନା ସେ ତା ବାପର ଗେଲା ଝିଅ। ତା ବାପ ଉପଦେ କେହି ଜଣେ ନ କହୁ ତ ଝିଅ ଏମିତି ବୋଲି। ସେ ତା ଭାଇ ହାତର ରାକ୍ଷୀ ବାନ୍ଧୁଥିବା ସୁନା ଭଉଣୀ ତାକୁ କେହି ଜଣେ ଛକର ତା ଭାଇକି ନ କହୁ ତ ଭଉଣୀଟା ଏମିତି ବୋଲି। ସିଏ ତା ବୋଉର ଗେଲା ଝିଅ। ତା ବୋଉ କେହି ଜଣେ ସାହି ପଡିଶାରେ ମାନେ ସ୍ତ୍ରୀ ଲୋକ ମାନେ ନ କହୁ ତ ଝିଅଟା ଏମିତି କରିଛି ନା। ସିଏ ବି ତା ଭାଉଜର ସୁନା ନଣନ୍ଦ ଥିଲା। ତା ଭାଉଜ କେହି ଜଣେ ନ କହୁ ତ ନଣନ୍ଦଟା ଏମିତି ଥିଲା ନା। ଏଇଟା ଆମେ ଦେଖୁ, ଆମେ ଇଜ୍ଜତ ଦେଖୁ। ଆମେ ତମକୁ ଭଲ ପାଇଥିଲୁ, ବେଦିରେ ବସି ବାହା ହେଇକି ତମ ମଥାରେ ସିନ୍ଦୁର ଦେଇଥାନ୍ତୁ। ଆଜିକାଲି ବଢିଆ ଭଲ ପାଉନଥିଲୁ ଆମେ। ତମକୁ ୱାଇ ନେଇଥାନ୍ତୁ, ସେକ୍ସ କରିଦେଇଥାନ୍ତୁ, ଛାଡି ଦେଇଥାନ୍ତୁ। ଏସବୁ ବଢିଆ ଭଲ ପାଇ ଆମ ପାଖରେ ନାହିଁ। ଆଜି ରେଟରେ ଆମେ ହାରିଯାଇଛୁ, ସବୁଠି ହାରିଯାଇଛୁ। ଇଜ୍ଜତ କୋଉଠି ଅଛି ଆମର? ଏ ସମୟ ବେଇମାନି ପବନଟା ଏତେ ବଡ ବେଇମାନ ଯେ ମନ୍ଦିର ଆଗରୁ ମୁଁ ଯେତେବେଳେ ଦୀପ ଭଳିଆ ହେଇକି ଜଳୁଥିଲି ନା, ଯେତେବେଳେ ଲିଭିଗଲି ମୁଁ, ଏଇ ଯେ ପବନ ଯେତେବେଳେ ମତେ ଲିଭେଇ ଦେଲା, ମତେ ମାଚିସ୍ ମାରିକି ଜଳେଇବା ବାଲା ଆଜି ପର୍ଯ୍ୟନ୍ତ କେହି ନାହିଁ। ସେଥିପାଇଁ ମୁଁ ଲିଭିକି ଅଛି। ଆଜି ସେଇ ଝିଅକୁ ମୁଁ କହୁଛି, ହ୍ୟାଲୋ ମ୍ୟାଡାମ ଭିଡିଓ ଦେଖୁଛ, ତମକୁ କହୁଛି ତମେ ସେଇ ଦୀପ ଥିଲ। ଯେତେବେଳେ ପବନଟା ଯେତେବେଳେ ତମକୁ ଲିଭେଇ ଦଉଥିଲା, ମୁଁ ଏମିତି ହାତ ଦେଇ ଦଉଥିଲି। ତାପରେ ବି ତମେ ଯେତେବେଳେ ଲିଭି ହଉଥିଲା, ମୁଁ ମାଚିସ୍ ମାରିକି ଜଳେଇବା ଆଗରୁ ତମକୁ ଆଉ କିଏ ଜଳେଇ ଦଉଥିଲି। ବାସ୍ ଏତିକି ଫରକ ଥିଲା। ଆଜି ଏଇଟା ମତେ କଷ୍ଟ ଲାଗୁଛି କଣ ଜାଣିଛ? କଣ କହିବି କଷ୍ଟ? ତମର ମୋର କେବେ ଦେଖା ହବନି ଲାଇଫରେ। ବାସ୍ ଏଇଟା ମୁଁ ଗୋଟେ ଖୁସି ଲାଗେ ମତେ। କଣ ଜାଣିଛ? ଦିନେ ଟାଇମ ଥିଲା, ଦିନେ ସମୟ ଥିଲା, ତମେ ଜୀବନଠୁ ଅଧିକା ମତେ ଭଲ ପାଉଥିଲ। ଆଉ ମେସେଜରେ ମତେ କହିଥିଲ ତମେ ମତେ କେବେ ଛାଡିକି ଜୀବନ ତମ ବିନା ମୁଁ ବଞ୍ଚି ପାରିବିନି। ବାସ୍ ରାତିରେ ନିଦ ହଉନି, ରାତିରେ ବି ଖାଇ ପାରୁନୁ। ରାତି 2ଟା ବେଳେ ତ ନିଦ ଭାଙ୍ଗେ ନା। କଣ କହିବି? ଆଜି ତମେ ସୁନାର ସଂସାର ଗଢିଛ। ଭଗବାନ କରୁ ତମେ ସବୁବେଳେ ଭଲ ରୁହ।